ସାଙ୍ଗମାନେ କାଲି ଥିଲା ସୁଭଦ୍ରା ଶକ୍ତି ଖାଦ୍ୟ ପ୍ରତିଯୋଗିତା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ବାଲିଚନ୍ଦ୍ରପୁରରେ ଥିଲା ଆମର ଜଗନ୍ନାଥ ମଣ୍ଡପରେ ହେଉଥିଲା। କାଲି ତେଣୁ ଯାଇ ପହଞ୍ଚିଲା ବେଳକୁ ୱେଲକମ୍ ବି କରାଯାଉଥିଲା ସମସ୍ତଙ୍କୁ। ଯାଇ ସେଠି ପହଞ୍ଚିକି ଦେଖିଲା ବେଳକୁ ପୁରା ସବୁ ସମସ୍ତଙ୍କ ପାଇଁ ପ୍ରିପେୟାର ବି ହେଇଛି। ସମସ୍ତେ ରୋଷେଇ କରିବେ। ସମସ୍ତେ ମାଆ ମାନେ ଆସିକି ସବୁ ପହଞ୍ଚି ଯାଇଥିଲେ ଯିଏ ଯେଉଁ ପ୍ରଣାଳୀରେ ଯାହା କରିବା ପାଇଁକା ପାରମ୍ପରିକ ଖାଦ୍ୟ ଆମର ଯାହା ସବୁ ସେଠି ପହଞ୍ଚି ସାରିକିରି ଆମର ଗୋଷ୍ଠୀର ସବୁ ବ୍ୟାନର ଗୋଟେ ଗୋଟେ ଲେଖା ହେଲା ସବୁ ଯେଝା ତାପରେ ଇଏ ହେଉଛନ୍ତି ଆମର ଅଜୟ ସାର୍ ଅଛନ୍ତି ଯିଏ ସବୁ ଅର୍ଗାନାଇଜ୍ କରିଛନ୍ତି। ଆଉ ପିସି ସାର୍ ସିଏ ତାଙ୍କୁ ବି ପଚାରା ହେଲା ଯେ ସିଏ ହଁ ସବୁ ଠିକ୍ଠାକ୍ ସବୁ ଚାଲିଛି ସମସ୍ତେ ଆସିବେ ଏମ୍ଏଲ୍ଏ ସାହେବ ଆସିବେ ଚେୟାରମ୍ୟାନ୍ ମ୍ୟାଡ଼ାମ୍ ଆସିବେ। ଆଉ ତାପରେ ଦେଖିଲା ବେଳକୁ ଠାକୁର ଆମର ଯେଉଁଠି ନାହାନ୍ତି ସେଠି କ'ଣ କିଛି ଅଛି। ଠାକୁରଙ୍କୁ ଯାଇ ଟିକେ ଦେଖିଦେଇ ଆସିଲା ପରେ ସମସ୍ତେ ଏଠି ଯେଝାର ଯିଏ ଯାହା କରିବା କଥା ସବୁ ପିଠା ହେରିକା ସବୁ କେତେ ପ୍ରକାରର ସବୁ କରିଛନ୍ତି। ମାଆ ମାନେ ଦେଖନ୍ତୁ ସେଇଠି ସମସ୍ତେ ସବୁ ତିଆରି କଲେ ସବୁ ଆଣିଥାନ୍ତି ଗ୍ୟାସ୍ ସେମାନେ କେବଳ ସିଲିଣ୍ଡରଟା ଦେଇଛନ୍ତି। ଆଉ ସବୁ ଗ୍ୟାସ୍ ଚୁଲା ସହ ସବୁ ଜିନିଷପତ୍ର ସବୁ ଆଣି ଏଇଠି ସବୁ କରିଛନ୍ତି। ସମସ୍ତେ ଏଇଠି ସମସ୍ତଙ୍କର ହେଇଛି ବି ସମସ୍ତେ ଯିଏ ଯାହା ଜାଣିଛନ୍ତି। କିଏ ପିଠା ପାରମ୍ପରିକ ପିଠା ନା ତେଣୁ ପୋଡ଼ ପିଠା ଚୁଡ଼ା ଘଷା ମଣ୍ଡା ପିଠା କାକେରା ଆଉ ବୁଢ଼ା ଚକୁଳି କ'ଣ ଆମର ଆରିସା ପିଠା ଆଉ ଦହିବରା ଆଳୁଦମ୍ ଏଇଗୁଡ଼ାକ ସବୁ ଲସି ଆଉ ଆମର କଷ୍ଟାର୍ଡ଼ ସବୁ ପ୍ରକାରର ଯିଏ ଯାହା ସବୁ ଆଣିଛନ୍ତି। ପୋଡ଼ପିଠା ଦେଖନ୍ତୁ କେମିତି ଆଣିଛି। ରସାବଳି ବି ସେଇଠି ଆସିକି ବି ରସାବଳି ତିଆରି କରିଛନ୍ତି। ଏଣ୍ଡୁରି ପିଠା ବି ଏଇଠି କରିଛନ୍ତି ସବୁ। ଆଉ ଇଏ ଆମର ଭଣଜା ବୋଇ ଆମର ସିଏ ବି ଲସି କଷ୍ଟାର୍ଡ଼ ସବୁ କରିଥିଲା। ମସଲା ବରା ସବୁ କରିଥିଲା। ସିଏ ବି ବହୁତ ଜିନିଷ ସିଏ ବି ତା'ର କରିଥିଲା। ଆଉ କେତେ ବଡ଼ ବଡ଼ ବରା ଏମିତି ସବୁ କରିଥିଲା। ତାପରେ ଏମାନେ ସେଇ ରସାବଳି ଏଇଠି ଆସି ତିଆରି କରିଥିଲେ। ଏମାନେ ସବୁ ଏଠି କ୍ଷୀର ଗଇଁଠା ବି କରିଥିଲେ। ଆରିସା ପିଠା ଏଇଠି ଆସି ତିଆରି କରିଥିଲେ। ସମସ୍ତେ ସବୁ ଜିନିଷ ଏଠି ହାତରେ ସବୁ ମାଆ ମାନେ ସବୁ ତିଆରି କରିଥିଲେ। କେତେ ସୁନ୍ଦର ସୁନ୍ଦର ପିଠା କରିଛନ୍ତି। ଆଉ ସବୁ ବୁଲାବୁଲି କରିକିରି ସବୁ ଦେଖି ସାରିଲା ପରେ ଆହୁରି ବଡ଼ ଭିଡ଼ିଓ ବି ଅଛି। ତାପରେ ଚେୟାରମ୍ୟାନ୍ ସାର୍ ହେରିକା ସବୁ ଆସିଗଲେ। ମୁଁ ବି ମୋର ଏଇଗୁଟା କରିଥିଲି ନଡ଼ିଆ ଲଡ଼ୁ କରିଥିଲି। ଆଉ ଆମ୍ବ ଯେଉଁ ଜୁସ୍ରେ କରିଥିଲି କାକେରା କଦଳୀ ଭଣ୍ଡାରେ କରିଥିଲି ପିଆଜି। ତାକୁ ବି ମୋର ଏଇଟା ଏତକ ସବୁ ମୁଁ ସେଇଠି ଯାଇକିରି ବି ତିଆରି କରିଥିଲି। ଆଉ ସମସ୍ତେ ଆସିଲେ ସେତେବେଳକୁ ଏମ୍ଏଲ୍ଏ ସାହେବ ଆସିଥିଲେ ଚେୟାରମ୍ୟାନ୍ ସାହେବ ଥିଲେ। ଆଉ ଦେଖନ୍ତୁ